ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ଜମାରୁ ଚିନ୍ତା କରନି। ତୁମର ସମ୍ପର୍କରେ ଯାହା ବି ଫାଟ ସୃଷ୍ଟି ହେଇଛି, ଯାହା ବି ଅସୁବିଧା ହେଇଛି, ମୁଁ ତୁମ ସମ୍ପର୍କକୁ ନିଶ୍ଚୟ ଯୋଡ଼ିଦେବି। ତୁମେ କିନ୍ତୁ ଗୋଟେ କଥା ମୋର ମାନିବ ସନ୍ତାନ, ତୁମେ କେବେ ବି ତୁମ ଜୀବନସାଥୀଙ୍କ ସହ ଯୁକ୍ତିତର୍କ କରିବନି। ଯେତେବେଳେ ସେ କିଛି କହୁଛନ୍ତି ତୁମେ ସହିଯିବ, ନହେଲେ ଟିକେ ଦୂରକୁ ଚାଲିଯିବ। କେବେ ବି ପାଖାପାଖି ରହିକି ତାଙ୍କ ସାଙ୍ଗରେ ଲଢ଼ିବନି। ସନ୍ତାନ, ତୁମେ ପରା ନାରୀ, ନାରୀକୁ ତ ସହିବାର ଶକ୍ତି ମୁଁ ଦେଇଛି। ତୁମର ଯେତିକି ସହିବା ଶକ୍ତି ଅଛି, ପୁରୁଷମାନଙ୍କ ପାଖରେ ସେତିକି ସହିବା ଶକ୍ତି ନାହିଁ ସନ୍ତାନ। ସେଥିଲାଗି ତୁମେ ଯଦି ଚାହୁଁଛ ନିଜର ସଂସାରକୁ ଭଲରେ ରଖିବାକୁ, ଖୁସିରେ ରହିବା ପାଇଁ ତୁମେ ଯଦି ଚାହୁଁଛ, ତାହେଲେ ଚୁପ୍ ରହିବା ଶିଖ। ଭାବି ଚିନ୍ତିକି କଥାବାର୍ତ୍ତା କର। ତୁମେ ଯଦି ଗୋଟେ ପଦେ ଛାଡ଼ିବନି, ତାହେଲେ ତୁମ ସଂସାର ଆଗକୁ କେବେ ବି ଯାଇପାରିବନି। ସନ୍ତାନ, ସବୁବେଳେ ଧୈର୍ଯ୍ୟ ଆଉ ସହିବା ଶକ୍ତିକୁ ନିଜର କରିକି ଦେଖିବ କିଛି ଅସୁବିଧା ହେବନି। ଏମିତି ସମୟ ଆସିବ, ସେ ମଣିଷ ବି ଧୀରେ ଧୀରେ ପରିବର୍ତ୍ତନ ହେଇଯିବ। ତୁମେ ଯଦି ଚାହୁଁଛ ସବୁ କିଛି କରିପାରିବ। ତୁମ ହାତରେ ସବୁ କିଛି ଅଛି ସନ୍ତାନ, ଆଉ ମୋ ଆଶୀର୍ବାଦ ତୁମ ଉପରେ ସବୁବେଳେ ଅଛି। ସନ୍ତାନ, ସବୁବେଳେ ଖୁସି ଆଉ ଆନନ୍ଦରେ ରୁହ। ଛୋଟ ଛୋଟ କଥାକୁ ନେଇକି କେବେ ବି ରାଗନି। ଯେତେବେଳେ ତୁମେ ଏ ସଂସାରକୁ ଆସିଛ, ଜୀବନରେ ବହୁତ ଝଡ଼ ସୃଷ୍ଟି ହେବ, କିନ୍ତୁ ତମେ ଏବେ ପୁରା ଭାବି ସାରିଛ କି ସେ ମଣିଷ ପାଖରୁ ତୁମେ ନିଜକୁ ଅଲଗା କରିଦେବ। ସନ୍ତାନ, ସେମିତି ଭୁଲ କେବେ ବି କରନି। ମୁଁ ତୁମକୁ କଥା ଦେଉଛି, ତୁମର କିଛି ଅସୁବିଧା ହେବନି। ମୁଁ ତୁମର ଦାମ୍ପତ୍ୟ ଜୀବନକୁ ସୁଖରେ ଭରିଦେବି। ତୁମେ ଦୁଇ ଜଣ ବହୁତ ହସ ଖୁସିରେ ରହିବ। ତୁମ ଜୀବନରେ ଯାହା ଝଡ଼ ସୃଷ୍ଟି ହେଇଛି, ମୁଁ ସବୁ ଠିକ୍ କରିଦେବି। ତୁମେ ଯାଅ, ଏବେ କର୍ମ କର। କେବେ ବି ରାଗ ଅଭିମାନ କରନି। ତୁମର କର୍ତ୍ତବ୍ୟ ତୁମେ ଠିକ୍ ଭାବରେ କର। ଯଦି ସେ ମଣିଷ ତୁମେ ଯାହା ବି କଲେ କିଛି କରୁନାହାନ୍ତି, ତାହେଲେ ତାଙ୍କ କଥା ଶୁଣନି। ତୁମେ ଯେମିତି ଗୋଟେ ସ୍ତ୍ରୀର ଧର୍ମ କରୁଛ, ସେମିତି କରିଚାଲ। ତୁମର ଯାହା କର୍ତ୍ତବ୍ୟ, ନିଜ ପରିବାରକୁ ଖୁସିରେ ରଖ, ଆନନ୍ଦରେ ରଖ। ସମୟ ଆସିଲେ ସବୁ ଠିକ୍ ହେଇଯିବ। ପୂର୍ବଜନ୍ମର କର୍ମଫଳ ପାଇଁ ଏମିତି ଜୀବନରେ ଝଡ଼ ସୃଷ୍ଟି ହେଇଛି ସନ୍ତାନ, ଆଉ ସେ ଝଡ଼ ବି ଧୀରେ ଧୀରେ ଲିଭିଯିବ। ସବୁଦିନ କଷ୍ଟ ନଥିବ। ମୋର ଯେଉଁ ସନ୍ତାନମାନେ ସଂସାରରେ ସହିବା ଶିଖିନାହାନ୍ତି, ତାଙ୍କ ଜୀବନରେ ସେ ସବୁ କିଛି ହରାଇ ବସିଛନ୍ତି। ତାଙ୍କ ପରିବାର, ମଣିଷ ଜନ୍ମ ନେଇଛ ସନ୍ତାନ, ସହିବା ଶିଖ। ଶ୍ରଦ୍ଧା ଆଉ ଧୈର୍ଯ୍ୟ ଧର। ଜୀବନରେ ସବୁ କିଛି ଠିକ୍ ହେଇଯିବ। ବହୁତ ଖୁସି ଆନନ୍ଦ